ଯୋଗ କରନ୍ତୁ, ନିରୋଗ ରୁହନ୍ତୁ। ଏଇଟା ଯୋଗର ମନ୍ତ୍ର। ଆଉ ଯୋଗର ମନ୍ତ୍ର ହେଉଛି ଆପଣମାନେ, ମୁଁ ବହୁତ ବାର ଯୋଗର ମନ୍ତ୍ର ଛାଡ଼ିଛି ଏଇ ଫେସବୁକ୍ ଜରିଆରେ, ଆପଣମାନେ ନିଶ୍ଚିତ ଦେଖୁଛନ୍ତି। ଆଉ ମୋ ପାଖକୁ ମଧ୍ୟ ତାର ଲାଇକ୍ କରିକି ଛାଡ଼ୁଛନ୍ତି। ଭାଇ ଓ ଭଉଣୀମାନେ, ଖାଲି ଯୋଗ ଦେଖିଦେଲେ, ଯୋଗ ଶୁଣିଦେଲେ କିଛି ଉପକାର ମିଳେ ନା। ରୀତିମତ ଯଦି ଯୋଗ କରିବେ, ଆପଣଙ୍କ ଦେହରେ କୌଣସି ପ୍ରକାର ରୋଗ ବ୍ୟାଧି କିଛି ଆସିବ ନାହିଁ। ସବୁ ରୋଗ ଦୂରେଇ ଯିବ। ଆଉ ଆପଣ ନିରୋଗ ହେବେ, ତା ସାଙ୍ଗର ଦେହ ସମ୍ପୂର୍ଣ୍ଣ ସୁସ୍ଥ ରହିବ। ଆଉ କଥାରେ ଅଛି, ସ୍ୱାସ୍ଥ୍ୟ ହିଁ ସମ୍ପଦ। ସ୍ୱାସ୍ଥ୍ୟକୁ ଯଦି ଆପଣ ଠିକ୍ କରି ରଖିପାରନ୍ତି, ତାହେଲେ ଆପଣଙ୍କର କୌଣସି ଅସୁବିଧା ଦେଖାଯିବନି କି ଅଶାନ୍ତି ଦେଖାଦେବନି, କିମ୍ବା ଏହି ବାବଦକ ଆପଣ ଭାବନାଗ୍ରସ୍ତରେ ରହିବେ ନାହିଁ। ତେଣୁ ନିଜ ଶରୀରକୁ ନିଜେ ଠିକ୍ କରିବା ପାଇଁ ଏକମାତ୍ର ଯୋଗ। ଆଜିର ଭଳି ଦିନ ଯୋଗ ଦିବସରେ ପ୍ରତ୍ୟେକ ବ୍ୟକ୍ତି ଯୋଗ ନିହାତି କରନ୍ତୁ। ଆଉ ଆଜିଠାରୁ ଯେଉଁମାନେ ଯୋଗ କରୁଛନ୍ତି କରନ୍ତୁ, ବନ୍ଦ କରନ୍ତୁ ନାହିଁ। ଆଉ ଯେଉଁମାନେ କରୁନାହାନ୍ତି ସେମାନେ ନିଶ୍ଚିତ ଭାବରେ ଆଜିଠାରୁ ଆରମ୍ଭ କରନ୍ତୁ ଆଉ ପ୍ରତିଜ୍ଞା କରନ୍ତୁ, ମୁଁ ରୀତିମତ ଯୋଗ କରିବି, ସୁସ୍ଥ ରହିବି, ସବଳ ରହିବି, ନିଶ୍ଚିନ୍ତାରେ ରହିବି। ଆଉ ମୋର ଦେହ ବାବଦକ ଆଗାମୀ ଦିନରେ ଆସୁଥିବା ରୋଗ ଯନ୍ତ୍ରଣା ଠାରୁ ମୁଁ ଦୂରେଇକି ରହିବି। ବନ୍ଧୁଗଣ, ଆଜି ସମାଜରେ ବା ଆମ ଭାରତବର୍ଷରେ ବା ପୃଥିବୀରେ ସବୁଆଡ଼େ ବାୟୁମଣ୍ଡଳ ଠାରୁ ଆରମ୍ଭ କରି ଜଳବାୟୁ, ଖାଦ୍ୟପେୟ ଯାହା ଖାଉଛନ୍ତି ସମସ୍ତେ ଆମେ ବିଷାକ୍ତ ଆଉ ବିଷାକ୍ତ। ସେଗୁଡ଼ାକ ଆମେ ଜାଣିପାରୁନାହାନ୍ତି, କିନ୍ତୁ ଆମ ଦେହକୁ ଯାଇ ନାନାଦି ପ୍ରକାର ରୋଗ ସୃଷ୍ଟି କରୁଛି। ଯେଉଁ ରୋଗ କି ଆଜି ବୈଜ୍ଞାନିକ ସେ ରୋଗ ଧରିବା କଷ୍ଟକର ବ୍ୟାପାର ହେଇଯାଉଛି। ତେଣୁ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଯୋଗ କରନ୍ତୁ। ଯୋଗ କରିବାର ସମୟ ହେଉଛି ସୂର୍ଯ୍ୟ ଉଦୟ ପୂର୍ବରୁ ସାରିବେ, ରାତି 10ଟା ପୂର୍ବରୁ ସାରିବେ। ସେଇଭଳି ଆପଣ